ମା ସବୁବେଳେ ମା, ସେ ସ୍ନେହମୟୀ, ମମତାମୟୀ। ମା ନିଜର ସନ୍ତାନମାନଙ୍କ ମଧ୍ୟରେ କେବେ କାହାକୁ ଅଣଦେଖା କରିନଥାଏ। ସେ ଜଣେ ସାଧାରଣ ମା ହୁଅନ୍ତୁ ଅବା ଜଗତଜନନୀ ମା ଦୁର୍ଗା। ଦୁର୍ଗା ପୂଜା ଅସତ୍ୟ ଅନ୍ୟାୟ ଉପରେ ସତ୍ୟ ଅନ୍ୟାୟର ବିଜୟର ନିଦର୍ଶନ। ମାଙ୍କ ଧରା ଅବତରଣ ନେଇ ପୁଲକିତ ଧରା। ମା ଶାରଦୀୟ ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ରାଜ୍ୟର ସବୁ ପୂଜା ମଣ୍ଡପ। ଆଜି ମାଙ୍କର ମହାନବମୀ ତିଥି। ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଙ୍କ ଶାରଦୀୟ ଦୁର୍ଗା ପୂଜା ଅନୁଷ୍ଠିତ ହେଉଅଛି। ମାଲକାନଗିରି ଡିଏନକେ ଖେଳ ପଡିଆରେ ମା ଶାରଦୀୟ ଦୁର୍ଗା ପୂଜା ଜିଲ୍ଲାର ସବୁଠାରୁ ବଡ଼ ପୂଜା ଏବଂ ସବୁଠାରୁ ପ୍ରାଚୀନ। 63 ବର୍ଷ ଧରି ମାଙ୍କର ଶାରଦୀୟ ଦୁର୍ଗା ପୂଜା ଅନୁଷ୍ଠିତ ହେଉଅଛି। ଜିଲ୍ଲାର ପାଖାପାଖି ଛୋଟ ବଡ଼ 50 ସ୍ଥାନରେ ମାଙ୍କର ଶାରଦୀୟ ଦୁର୍ଗା ପୂଜା ଅନୁଷ୍ଠିତ ହେଉଅଛି। କିନ୍ତୁ ତାହା ମଧ୍ୟରେ ମାଲକାନଗିରି ଡିଏନକେ ଖେଳ ପଡିଆରେ ସର୍ବପୁରାତନ ଶାରଦୀୟ ଦୁର୍ଗା ପୂଜା ଅନୁଷ୍ଠିତ ହୁଏ। ଅନେକ ସ୍ଥାନରେ 50ରୁ ଉର୍ଦ୍ଧ୍ୱ ବର୍ଷ ଧରି ମାଙ୍କ ଦୁର୍ଗା ପୂଜା ଅନୁଷ୍ଠିତ ହେଉଅଛି। ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ନୂଆ ନୂଆ ପୋଷାକ ପରିଧାନ କରି ମାଙ୍କୁ ପୂଜା ଅର୍ଚ୍ଚନା ତଥା ଦର୍ଶନ କରିବା ପାଇଁ ଯାଆନ୍ତି ଭକ୍ତ। ହିନ୍ଦୁମାନଙ୍କ ସବୁଠାରୁ ବଡ଼ ପୂଜା ଏହି ଦୁର୍ଗା ପୂଜା। ପଶ୍ଚିମବଙ୍ଗ, ଆସାମ, ତ୍ରିପୁରା, ଓଡ଼ିଶା, ବିହାରରେ ସବୁଠାରୁ ଅଧିକ ଦୁର୍ଗା ପୂଜା ଅନୁଷ୍ଠିତ ହୁଏ। କିନ୍ତୁ ଦିଲ୍ଲୀ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମଣିପୁର, ମହାରାଷ୍ଟ୍ରରେ ମଧ୍ୟ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଥାଏ। ପ୍ରଭୁ ଶ୍ରୀରାମଚନ୍ଦ୍ର ଭଗବାନ ଯେତେବେଳେ ରାବଣ ସହିତ ଯୁଦ୍ଧ କରି ବିଜୟ ହାସଲ କରିଥିଲେ, ତାପରେ ସର୍ବପ୍ରଥମେ ଦୁର୍ଗା ପୂଜା ଆରମ୍ଭ କରିଥିଲେ। ସେହି ସମୟରୁ ପରମ୍ପରାଗତ ଭାବେ ଏହି ପୂଜା ଅନୁଷ୍ଠିତ ହୋଇଆସୁଛି। ମାଙ୍କର ମନଜିଣା ମେଢ଼, ବିରାଟକାୟ ତୋରଣ, ରଙ୍ଗୀନ ଆଲୋକମାଳା ଭକ୍ତମାନଙ୍କୁ ଆକୃଷ୍ଟ କରିଥାଏ। ମାଲକାନଗିରି ଜିଲ୍ଲାରୁ ଗୋବିନ୍ଦ ମଣ୍ଡଳଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଆ 30। ନ୍ୟୁଜ ଓଡ଼ିଆ 30 ଚ୍ୟାନେଲର ନୂଆ ନୂଆ ଅପଡେଟ୍ ଶୀଘ୍ର ଦେଖିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍, ସେୟାର, ଲାଇକ୍ ଏବଂ କମେଣ୍ଟ କରନ୍ତୁ। ଧନ୍ୟବାଦ।